ଯେତେବେଳେ ଖରା ଛୁଟି ହୁଏ ଘରେ ବସିଥାଉ, ଆଇସ୍କ୍ରିମ୍ ବାଲା ଆସିକି ଯେଉଁ ଘରେ ଛୁଆ 3-4ଟା ଥିବେ ତାଙ୍କରି ଦୁଆର ସାମ୍ନାରେ ଠିଆ ହେଇକି ଚିଲେଇବ ଆଇସ୍କ୍ରିମ୍ ବାଲା ଆଇସ୍କ୍ରିମ୍, ମଲେଇ ମଲେଇ ବୋଲି ଡାକ ଛାଡ଼ୁଥିବ। ଆଇସ୍କ୍ରିମ୍ ତ କହୁନଥିଲା, ମଲେଇ ମଲେଇ କହି ଡାକ ଛାଡ଼ୁଥିବ। ଆଉ ସେତିକି ବେଳେ ଆମେ ଜେଜେମା ପାଖରେ ଅଳି କରିବୁ, ମା ଲୋ ଟଙ୍କାଟି ଦେଲୋ ଟିକେ ମଲେଇ ଖାଇଥାନ୍ତି। ଆଉ ଜେଜେମା କୁହେ, ସେ ନଡ଼ିଆ ବାଲା ଆଇସ୍କ୍ରିମ୍ ଖାନା, ସେଇଥିରେ କିରୋସିନି ପକେଇଲେ ପୋକ ବାହାରୁଛି, ଜମା ଖାନା। ଆଉ ଯଦି ଜେଜେମା ଟଙ୍କାକିଆ ଆଇସ୍କ୍ରିମ୍କୁ ମନା କରେ, ତାକୁ ଅଳି କରୁ ଆମେ ଭାଇ ଭଉଣୀ ସମସ୍ତେ, ତୁ ତାହେଲେ 25 ପଇସା ଦେ, ଗୋଟେ ଟଙ୍କା ଦେ, ଆମେ 25 ପଇସା ବାଲା ଆଇସ୍କ୍ରିମ୍ ଖାଇଦେବୁ ସମସ୍ତେ। ତାହେଲେ 25 ପଇସା ବାଲା ଆଇସ୍କ୍ରିମ୍ ଯେତେବେଳେ ଖାଇବୁ କହିବୁ, ଜେଜେମା ସେଇଠି ପୁଣି ଆମକୁ କହିବ, ସେ 25 ପଇସା ବାଲା ନାଲିଆ ନାଲିଆ ଆଇସ୍କ୍ରିମ୍ ଖାନା, ସେଇଥିରେ ଅଳତା ମିଶାଇ ଦେଉଛନ୍ତି, ସେ ଲାଲି କରିଦେଉଛନ୍ତି, ଏବେ ତୁମ ପାଟି ଫାଟି ସବୁ ଲାଲ ହେବନି, ସେ ଅଳତା ପେଟକୁ ଗଲେ ଜମା ଭଲ ନାହିଁ। ଜେଜେମା ବୁଝାଏ, କିନ୍ତୁ ଆମେ ହେଇଦେବ, ଆମେ ସବୁ ଗୋଟେ ଗୋଟେ ନଡ଼ିଆ ଆଇସ୍କ୍ରିମ୍ ଖାଇ ଦେଉଥିଲୁ। ଆଜି ମନେ ପଡ଼ୁଛି ସେ ଆଇସ୍କ୍ରିମ୍ କେତେ ଟେଷ୍ଟି ଥିଲା ନା। ଆଉ ଏବେର ଏଇ ଯେଉଁ ଚୋକୋବାର, ଏଇ ଯେଉଁ କୁଲ୍ଫି, ଏଇ ଯେଉଁ ବାହାରିଛି ସବୁ ଆଇସ୍କ୍ରିମ୍, କ'ଣ ସେଇ ମଜା ଅଛି ଏଇ ଆଇସ୍କ୍ରିମ୍ ଖାଇଲା ବେଳେ? ସେତେବେଳର ଯେଉଁ ସେଇ କାଠି ଆଇସ୍କ୍ରିମ୍ର ନଡ଼ିଆ ଆଇସ୍କ୍ରିମ୍ ଯେଉଁ ମଜା। ପୁଣି ଶନିବାର ହେବ, ଶନିବାର 11ଟା ବେଳେ ଯେତେବେଳେ ଛୁଟି ହେଇଯାଏ ନା ସ୍କୁଲ, ଘରକୁ ଆସି ରହିଲା ମାନେ ଜେଜେମା ପାଖରେ ବସିବୁ, ମା 25 ପଇସା ଦେଲୋ, 25 ପଇସା ଯଦି ଦେଇଦେଲା ନା, 25 ପଇସାରେ 5ଟା ଯେଉଁ କମଳା ଚକୋଲେଟ୍ ମିଳୁଥିଲା। କିଏ କିଏ ଖାଇଛନ୍ତି କମଳା ଚକୋଲେଟ୍? ତା'ର ଯେଉଁ ଟେଷ୍ଟି, ସେ ଯେଉଁ ମଜା ସେଇ ଚକୋଲେଟ୍ର, ପାଟିରେ ପକେଇକି ଘରର ସବୁ ବୁଲୁଥିବୁ ସେମିତି, କଡ଼କଡ଼ କରି ଚୋବେଇବୁ ଯେଉଁ ସାଉଣ୍ଡ କରିକି, ସେଇ ଚକୋଲେଟ୍ର ଯେଉଁ ମଜା। ଆଉ ଗୋଟେ କଥା ଆପଣମାନଙ୍କର ମନେ ଅଛି ନା, ସ୍କୁଲ ଗଲାବେଳେ ପୁଣି ଜେଜେମାଠୁ ମାଗିକିରି ପଇସା ନେଉଥିଲୁ, ନହେଲେ ବୋଉଠୁ ମାଗିକି ନେଉଥିଲୁ। ଜେଜେମା ନଦେଲେ, ବୋଉ ଦେଲୋ ଟଙ୍କାଟି, ଦେଲୋ ଟଙ୍କାଟି। କେଉଁଟା କିଣୁଥିଲୁ କହିଲ? ବହୁତ ଝିଅମାନଙ୍କର ପସନ୍ଦ ଜିନିଷ, ତେନ୍ତୁଳି ଖଟା, ଯେଉଁଟାକି ଏତିକି ବଡ଼ ବଡ଼ ପ୍ୟାକେଟ୍ରେ ଆସେ ତେନ୍ତୁଳି ଖଟା। ସବୁବେଳେ ସେଇ ଖଟାକୁ ନେଇକି ସ୍କୁଲରେ ପକେଟ୍ରେ 4-5ଟା ଲେଖେ ପକେଇଥିବୁ। ଯେତେବେଳେ ଟିକେ ସାର୍ ମାନଙ୍କୁ କୁଆଡ଼େ ପଳେଇଲେ କି କ୍ଲାସ୍ରେ ସାର୍ ଜାଣି ବି ପାରନ୍ତିନି ଆମେ ତେନ୍ତୁଳି ଖଟା ଖାଉ ବୋଲିକି, ଝିଅମାନେ ମେଞ୍ଚେ ମେଞ୍ଚେ ସବୁ ତେନ୍ତୁଳି ଖଟା ଖାଉଥିବୁ। ମାନେ ସେଇ ଚାଇଲ୍ଡ ମେମୋରି କ'ଣ ଆମ ଛୁଆମାନଙ୍କର ଅଛି ସେମିତି? ଆଉ ଗୋଟେ, ସେ ଯେଉଁ ରବିବାର ହେଲା ମାନେ ପୁରା ପରିବାର ସହିତ ବସି ଯାଉଥିଲୁ ସମସ୍ତେ ଟିଭି ଦେଖିବାକୁ। ଏମିତିକି ସାହିର ବି ସମସ୍ତେ ଆସୁଥିଲେ ଦେଖିବା ପାଇଁ ଟିଭି ଦେଖିବାକୁ। ଆଉ ସେଠି ସମସ୍ତେ ଏମିତି ଟିଭିଟାକୁ ଆ କରିକି ସବୁ ଅନେଇଥିବୁ। ସେତେବେଳର ସେଇ ମଜା ଅଛି। ଏବେ ଗୋଟିଏ ଘରେ ଆମେ ସମସ୍ତେ ଥାଉଛନ୍ତି, କିନ୍ତୁ ସମସ୍ତେ ଗୋଟିଏ ରୁମ୍ରେ ରହିକି ମଧ୍ୟ ସମସ୍ତଙ୍କ ହାତରେ ଗୋଟିଏ ଗୋଟିଏ ଫୋନ୍, ସମସ୍ତଙ୍କ ମାନେ ପାଖରେ ସମସ୍ତେ ବସିକି ମଧ୍ୟ କିଏ କାହା ସାଙ୍ଗରେ କଥା ହେଇପାରୁନାହାନ୍ତି। ସେଇ କ'ଣ ଏକତା ଏବେର ଅଛି? ଏବେ ସମସ୍ତେ ନିଜ ନିଜ ଲାଇଫ୍ରେ ମାନେ ଖାଲି ଫୋନ୍ରେ ଏତେ ବିଜି ରହୁଛନ୍ତି ଯେ, ମାନେ ସ୍ୱାମୀମାନେ ମଧ୍ୟ ସ୍ତ୍ରୀ ସାଙ୍ଗରେ କଥା ହେବାକୁ ଟାଇମ୍ ନଥାଉଛି, କି ସ୍ତ୍ରୀମାନେ ମଧ୍ୟ ରିଲ୍ସ ଦେଖାରୁ ଫୁର୍ସତ ମିଳୁନି ସ୍ୱାମୀମାନଙ୍କ ସହ କଥା ହେବାକୁ। ଆଜି ଭାରି ମନେ ପଡ଼ୁଛି ସେ ପିଲାଦିନର ସେ କଥା।